ଭୋଗରାଇ ବ୍ଲକ ଅନ୍ତର୍ଗତ ମହାଗୋବସ୍ଥିତ ସୀମାନ୍ତ ଶାନ୍ତିଲତା ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭୋଗରାଇ ଶ୍ୟାମସୁନ୍ଦର ସଂସ୍କୃତ ମହାବିଦ୍ୟାଳୟ, ଜଳେଶ୍ୱରପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓ ଶାହାବାଜପୁର ସ୍ଥିତ ଚନ୍ଦନେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ଏବଂ ସହରିଆ କମ୍ୟୁନିଟି ସେଣ୍ଟର ନିର୍ମାଣ ନିମନ୍ତେ ସାଂସଦ ପାଣ୍ଠିରୁ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏହି ସମସ୍ତ ନିର୍ମାଣ ନିମନ୍ତେ ସାଂସଦ ଶ୍ରୀ ଷଡ଼ଙ୍ଗୀ ସୋମବାର ଭୋଗରାଇ ଗସ୍ତରେ ଆସି ମାରାଥନ୍ ଶିଳାନ୍ୟାସ କରିଛନ୍ତି। ସାଂସଦ ପ୍ରତିନିଧି ଆଶିଷ କୁମାର ମହାନ୍ତି, ଭୋଗରାଇ ବିଜେପି ନେତା ଅଂଶୁମାନ ମହାନ୍ତି, ଯୁବ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସଞ୍ଜୀବ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ମହାଗୋବ ପଞ୍ଚାୟତ ଅନ୍ତର୍ଗତ ସୀମାନ୍ତ ଶାନ୍ତିଲତା ସଂସ୍କୃତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ 5 ଲକ୍ଷ ଟଙ୍କା ମଞ୍ଜୁର। ସାଂସଦ ପ୍ରତାପ ଷଡ଼ଙ୍ଗୀ ଯୋଗ ଦେଇ ନଡ଼ିଆ ଫଟାଇ ଶିଳାନ୍ୟାସ କରିଛନ୍ତି। ବାଲେଶ୍ୱର ଜିଲ୍ଲା ପାଇଁ 250 ସୋଲାର ଲାଇଟ୍, 50 ନଳକୂପ, 350 ମହିଳାମାନଙ୍କ ପାଇଁ ସିଲେଇ ମେସିନ୍, 78ଟି ସ୍ମାର୍ଟ କ୍ଲାସରୁମ୍ ଖୁବ୍ ଶୀଘ୍ର ଦିଆଯିବ ବୋଲି ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି। ଭୋଗରାଇରୁ ଜ୍ୟୋତିରାଦିତ୍ୟ ପାତ୍ରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।